Hello students, welcome to my MBH education channel. ଆଜି ଆମେ ଜାଣିବା କତିପୟ ବିଶେଷ ଅର୍ଥ ସମ୍ବଳିତ ଶବ୍ଦରୁ ଆଉ କିଛି ଶବ୍ଦ। ଅନ୍ଧକୂପ ନ୍ୟାୟ। ସିରାଜଦୌଲା ନିତ୍ୟାନ୍ତ ସଂକୀର୍ଣ୍ଣ ଗୃହରେ ପ୍ରଭୃତ ଲୋକଙ୍କୁ ବନ୍ଦୀ କରି ନିହତ କରିଥିଲେ। ସେହିପରି ସୀମିତ ସ୍ଥାନରେ ବହୁ ସଂଖ୍ୟକ ଲୋକଙ୍କୁ ରଖି କଲବଲ କରିବାକୁ ଅନ୍ଧକୂପ ନ୍ୟାୟ ବୋଲାଯାଏ। ଅରଣ୍ୟ ରୋଦନ। ଅରଣ୍ୟ ମଧ୍ୟରେ ବସି ରୋଦନ କଲେ ସେହି ରୋଦନ ଶୁଣି ଦୁଃଖ ହରଣ କରିବାକୁ ସେଠାରେ କେହି ନଥାନ୍ତି। ତେଣୁ କୌଣସି କ୍ଷେତ୍ରରେ ଯଦି ଅନୁରୋଧ, ଉପରୋଧ ବା ପ୍ରାର୍ଥନା ଶୁଣା ନ ଯାଇ ପ୍ରତ୍ୟାଖ୍ୟାତ ହୁଏ, ତେବେ ସେହି ଅନୁରୋଧ, ଉପରୋଧ ବା ପ୍ରାର୍ଥନାକୁ ଅରଣ୍ୟ ରୋଦନ ବୋଲି କୁହାଯାଏ। ଅର୍ଦ୍ଧଚନ୍ଦ୍ର। ଆକାଶରେ ଅନେକ ସମୟରେ ଚନ୍ଦ୍ର ଅର୍ଦ୍ଧାକାରରେ ଦେଖାଯାଆନ୍ତି। ସେହି ଚନ୍ଦ୍ରଙ୍କୁ ଅର୍ଦ୍ଧଚନ୍ଦ୍ର ବୋଲି କୁହାଯାଏ। ଅନେକ ସମୟରେ କୌଣସି ବ୍ୟକ୍ତିକୁ ବଳ ପ୍ରୟୋଗ କରି ତଡ଼ି ଦେବାକୁ ହେଲେ ହାତକୁ ଅର୍ଦ୍ଧଚନ୍ଦ୍ରାକୃତି କରି ତଦ୍ୱାରା ସେହି ଲୋକର ଗଳାରେ ଧକ୍କା ଦେଇ ତଡ଼ି ଦେବାକୁ ହୁଏ। ଗଳଥା ଦେବା ନିମିତ୍ତ ହସ୍ତର ସେହି ଅର୍ଦ୍ଧଚନ୍ଦ୍ରାକୃତି ମୁଦ୍ରାକୁ ଅର୍ଦ୍ଧଚନ୍ଦ୍ର କୁହାଯାଏ। ଅସୂର୍ଯ୍ୟଂ ପଶ୍ୟା। ଏହାର ଆକ୍ଷରିକ ଅର୍ଥ ହେଉଛି ଯେଉଁ ନାରୀ ସୂର୍ଯ୍ୟଙ୍କ ଦ୍ୱାରା ଦୃଷ୍ଟ ହୁଏ ନାହିଁ। ଏହା ମଧ୍ୟଯୁଗୀୟ ହିନ୍ଦୁ ପରଦା ପ୍ରଥାର ପରିଚୟ ଦିଏ। ସେତେବେଳେ ଗୃହମାନଙ୍କରେ ପ୍ରାୟ ବାତାୟନ ନଥିଲା। ପୁଣି ସ୍ତ୍ରୀମାନଙ୍କୁ ଏପରି କାଇଦାରେ ରଖାଯାଉଥିଲା ଯେ ସେମାନଙ୍କ ଉପରେ ସୂର୍ଯ୍ୟକିରଣ ପଡ଼ିବା ମଧ୍ୟ ସମ୍ଭବ ହେଉନଥିଲା। ଉତ୍ତମ ମଧ୍ୟମ ପ୍ରହାର ବା ମାଡ଼। ଉପୋଦଘାତ। ଗ୍ରନ୍ଥାତିର ଭୂମିକା। ଊର୍ଦ୍ଧ୍ୱରେତା। ମନୁଷ୍ୟ ଶରୀରର ରେତ ବା ଶୁକ୍ର ନିମ୍ନମୁଖୀ ଅଟେ। କାମବଶତଃ ଉତ୍ତେଜନାରେ ତାହା ନିମ୍ନକୁ ସ୍ଖଳିତ ହୁଏ। କିନ୍ତୁ ଯୋଗୀମାନେ ସାଧନା ଦ୍ୱାରା ସେମାନଙ୍କର ରେତସ୍ରୋତର ଗତିକୁ ମସ୍ତକ ଆଡ଼କୁ ଊର୍ଦ୍ଧ୍ୱମୁଖୀ କରିଦିଅନ୍ତି। ସେମାନେ ନିଜର କାମେଚ୍ଛାକୁ ଦମନ କରିଥାନ୍ତି। ସେହି ମହାନ ସାଧକମାନଙ୍କୁ ଊର୍ଦ୍ଧ୍ୱରେତା ବୋଲି କୁହାଯାଏ। କଣ୍ଟକ ଶଯ୍ୟା। ଯେଉଁ ପଦର ଦାୟିତ୍ୱ ତୁଲାଇବା ନିମିତ୍ତ ବହୁ କଷ୍ଟ ଓ ବିପଦରେ ପଡ଼ିବାକୁ ହୋଇଥାଏ। କାକତାଳୀୟ ନ୍ୟାୟ। ଗୋଟାଏ ତାଳଗଛରେ କେତେକ ତାଳ ପାଚିଥିଲା। ଗଛ ଉପରେ ଦେଇ ଗୋଟାଏ କୁଆ ଉଡ଼ିଗଲା। ସେତିକିବେଳେ ଗୋଟାଏ ତାଳ ଖସି ପଡ଼ିଲା। ଲୋକେ ଭାବିଲେ ଯେ କୁଆଟା ତାଳକୁ ତଳକୁ ପକାଇ ଦେଇଛି। ପ୍ରକୃତ କଥା ତାହା ନୁହେଁ। ପାଚିଲା ତାଳର ପଡ଼ିବା ସମୟ ହେବାରୁ ତାହା ବୃନ୍ତଚ୍ୟୁତ ହୋଇ ତଳକୁ ପଡ଼ିଅଛି। କାର୍ଯ୍ୟ କାରଣ ସମ୍ବନ୍ଧ ନ ଥାଇ ଦୁଇଟି ଘଟଣା ଏକାବେଳକେ ଘଟିଲେ ତାକୁ କାଳତାଳିକ ନ୍ୟାୟ ବୋଲି କୁହାଯାଏ। ତେଣୁ ଓଡ଼ିଆରେ ଗୋଟାଏ ଢଗ ଅଛି, କାଉ ରାବିବାକୁ ତାଳ ପଡ଼ିବାକୁ। ଦୁଇଟିଯାକ ଘଟଣା ଏକତ୍ର ଘଟିଲେ ମଧ୍ୟ ଏଭଳି କ୍ଷେତ୍ରରେ ଉକ୍ତ ଦୁଇଟି ଘଟଣା କେହି କାହାର କାରଣ ବା ଫଳ ନୁହନ୍ତି। ଏହା ଏକ ଦୈବାତ ଘଟଣା। ଇଂରାଜୀରେ ଏହାକୁ କହନ୍ତି ଚାନ୍ସ କୋଇନ୍ସିଡେନ୍ସ। କାକାକ୍ଷୀ ଗୋଲକ ନ୍ୟାୟ। କାକର ଗୋଟିଏ ମାତ୍ର ଚକ୍ଷୁ ଉଭୟ ଚକ୍ଷୁ ଗୋଲକର ବିଷୟୀଭୂତ ହୋଇ ଉଭୟ ଚକ୍ଷୁର କାର୍ଯ୍ୟ ସମ୍ପାଦନ କରିପାରେ। ଅର୍ଥାତ୍ କାକ ଏକ ଚକ୍ଷୁରେ ମଧ୍ୟ ଉଭୟ ପାର୍ଶ୍ୱକୁ ସମ୍ପୂର୍ଣ୍ଣ ଦେଖିପାରେ। ଏହିପରି ଉଭୟ ବସ୍ତୁ ସହିତ ଏକ ବିଷୟୀର ସମ୍ବନ୍ଧ ରହିଲେ କାକାକ୍ଷୀ ଗୋଲକ ନ୍ୟାୟ ପ୍ରଯୁକ୍ତ ହୁଏ। କୁଶୀଲବ। ଶ୍ରୀରାମଙ୍କର ଦୁଇ ପୁତ୍ରଙ୍କର ନାମ ଲବ ଓ କୁଶ। ସେମାନେ ରାମଚନ୍ଦ୍ରଙ୍କ ଅଶ୍ୱମେଧ ଯଜ୍ଞରେ ମହର୍ଷି ବାଲ୍ମୀକିଙ୍କ ବିରଚିତ ରାମାୟଣକୁ ଗାନ କରିଥିଲେ। ସେହି ପରମ୍ପରା ଅନୁସାରେ କାଳକ୍ରମେ ନାଟକର ଚରିତ୍ରଗୁଡ଼ିକୁ କୁଶୀଲବ ବୋଲି କୁହାଗଲା। କଦମ୍ବ ଗୋଲକ ନ୍ୟାୟ। କଦମ୍ବ ଫୁଲ ଯେତେବେଳେ ଫୁଟେ ତାର ସବୁ ଦିଗରେ କେଶର ଉତ୍ପନ୍ନ ହୁଏ। ସମସ୍ତ କେଶର ଏକକାଳରେ ସମଭାବରେ ବଢ଼େ। ଛୋଟ ହେଉ ବା ବଡ଼ ହେଉ, ନୂତନ ହେଉ ବା ପୁରାତନ ହେଉ, ସକଳ କଦମ୍ବ ଫୁଲ ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ କେବଳ ଗୋଲ ଭାବରେ ଉତ୍ପନ୍ନ ହୁଏ। ଏପରି ଯେବେ କୌଣସି ଏକ ବସ୍ତୁ ବା ବିଷୟର ସର୍ବଦା ଏକ ଭାବ ରହେ, କଦାପି ଆକୃତିରେ ପରିବର୍ତ୍ତନ ହୁଏ ନାହିଁ, ସେ ସ୍ଥଳରେ କଦମ୍ବ ଗୋଲକ ନ୍ୟାୟ ପ୍ରଯୁକ୍ତ ହୁଏ। କୁମ୍ଭୀର କାନ୍ଦଣା। କୁମ୍ଭୀର କୌଣସି ଶିକାରକୁ ଗିଳିଦେବା ପରେ ତା ଆଖିରୁ ଲୁହ ଝରିବାର ଲକ୍ଷ୍ୟ କରାଯାଏ। ଜଣେ ଜଣେ ବ୍ୟକ୍ତି ପରର ଅନିଷ୍ଟ ସାଧନ କରି ଉପରେ ସକେଇ ହୁଅନ୍ତି, ସତେ ଯେପରି ପର ପାଇଁ ସେ କାନ୍ଦୁଛନ୍ତି। ସେହିଭଳି ଲୋକଙ୍କ କାନ୍ଦଣାକୁ
କୁମ୍ଭୀର କାନ୍ଦଣା କୁହାଯାଏ। ଗଜଭୁକ୍ତ କପି ତଥବତ୍ ଗଜଭକ୍ଷଣ କରିଥିବା କଇଥକୁ ନିଖୁଣ ଭାବରେ ମଳ ସାଙ୍ଗରେ ବାହାର କରିଦିଏ। ଏଭଳି କଇଥକୁ ଭାଙ୍ଗିଲେ ଦେଖାଯାଏ ଯେ ତାହା ପୋଲା ଏବଂ ତା ଭିତରେ ଶସର ଅବଶେଷ ମଧ୍ୟ ନାହିଁ। ସେପରି କଇଥ ଦେହରେ ଛିଦ୍ର ନଥିବାରୁ ସାଧାରଣ ଲୋକେ ବୁଝିପାରନ୍ତି ନାହିଁ ଯେ ଶସତକ କେଉଁ ବାଟେ ଗଲା। ସେହିପରି ଅନେକ ସମୟରେ ଧନୀ ଲୋକମାନଙ୍କର ଧନ କେଉଁ ବାଟେ ଅନ୍ତର୍ହିତ ହୋଇଯାଏ ତାହା କେହି ଜାଣିପାରନ୍ତି ନାହିଁ। ସେତେବେଳେ ସେମାନେ କହନ୍ତି ଯେ ସେହି ଧନୀ ବ୍ୟକ୍ତିଙ୍କ ଧନ ଗଜଭୁକ୍ତ କପିତଥବତ୍ କେଉଁଆଡ଼େ ଅନ୍ତର୍ହିତ ହୋଇଗଲା। ପିଲାମାନେ ଆଜି ପାଇଁ ଏତିକିରେ ରହିବା। ପୁଣି ଦେଖାହେବା ଆଉ ଗୋଟିଏ ଭିଡ଼ିଓରେ। ଯେଉଁମାନେ ଚ୍ୟାନେଲରେ ନୂଆ ଅଛନ୍ତି ସେମାନେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।